ଭଲ ପାଇଲା, ବାହା ହେଲା, ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ ସନ୍ଦେହ କଲା। ଆଉ ସତ କ'ଣ କିଛି ବୁଝିବା ଆଗରୁ ସ୍ତ୍ରୀକୁ ଜୀବନରୁ ଶେଷ କରିଦେଲା। ଭଲ ପାଇ ବାହା ହେଇଥିବା ସ୍ତ୍ରୀ ଚିତ୍କାର କରୁଥିଲା, ଗୋଡ଼ ଧରି ନେହୁରା ବି ହେଉଥିଲା, ହେଲେ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲା ନୃଶଂସ ସ୍ୱାମୀ। ଏମିତି ଏକ ଘଟଣା ଗଜପତି ଜିଲ୍ଲାରେ ଘଟିଥିବା ବେଳେ ଏହି ପରକୀୟା ପ୍ରୀତି ସନ୍ଦେହକୁ ନେଇ ଜଣେ ସ୍ୱାମୀ ତା ସ୍ତ୍ରୀକୁ କେମିତି ନୃଶଂସ ଭାବେ ମାରିଛି, ଆସନ୍ତୁ ଦେଖିବା ଆଜିର ଏ କାହାଣୀରେ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଗଜପତି ଜିଲ୍ଲାର ନରେନ୍ଦ୍ର ଭଲ ପାଉଥିଲା ମୋନିକାକୁ। ମୋନିକା ବି ନରେନ୍ଦ୍ରକୁ ବହୁତ ଭଲ ପାଉଥିଲା। ଶେଷରେ ଏହି ଭଲ ପାଇବା ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇଗଲା। ବିବାହ ମଣ୍ଡପରେ ହୋମ ନିଆଁରେ ଅଗ୍ନିକୁ ସାକ୍ଷୀ ରଖି ଉଭୟ 7 ଜନ୍ମର ସାଥୀ ହେବାକୁ କଥା ଦେଇ ପତି ପତ୍ନୀ ହୋଇଥିଲେ। ସେ ବାହାଘରର ଏକ ପବିତ୍ର ମିଳନ ଥିଲା। ଦୁଇ ପ୍ରେମ ପକ୍ଷୀଙ୍କୁ ବିବାହ ବନ୍ଧନରେ ଯୋଡ଼ି ସମ୍ପର୍କର ଡୋରକୁ ଲମ୍ବା କରିଦେଇଥିଲା। ବାସ୍, ଆରମ୍ଭ ହୋଇଯାଇଥିଲା ନୂଆ ଏକ ଅଧ୍ୟାୟ। ହେଲେ ନରେନ୍ଦ୍ରକୁ ପରିବାର ଚଳାଇବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡ଼ୁଥିଲା। ଆଉ ସ୍ତ୍ରୀ ଘରେ ଏକୁଟିଆ ରହୁଥିଲା। ହେଲେ ଭଲ ପାଇ ବାହା ହୋଇଥିବା ନିଜ ସ୍ତ୍ରୀ ଉପରେ ନରେନ୍ଦ୍ର କାହିଁକି କେଜାଣି ସନ୍ଦେହ କରିବା ଆରମ୍ଭ କରିଦେଇଥିଲା। ନରେନ୍ଦ୍ରକୁ ଲାଗୁଥିଲା କି ତା ସ୍ତ୍ରୀ ଆଉ କାହା ସହିତ ସମ୍ପର୍କ ରଖୁଛି। ଯେହେତୁ ନରେନ୍ଦ୍ର ଘରେ ରହୁନଥିଲା, ତେଣୁ କେମିତି କେଜାଣି ତା ସ୍ତ୍ରୀ ମୋନିକାକୁ ସବୁବେଳେ ସନ୍ଦେହ କରିବାକୁ ଲାଗିଲା। ଆଉ ବାହାରେ ରହୁଥିବା ନରେନ୍ଦ୍ର ଯେତେବେଳେ ଗାଁକୁ ବୁଲିବାକୁ ଆସିଥିଲା, କ'ଣ ଦେଖିଥିଲା କେଜାଣି ତାହା ତ ତାକୁ ଜଣାଥିବ ଆଜ୍ଞା। କିନ୍ତୁ ଗୋଟେ ଭିଡ଼ିଓ କରି ନିଜ ସ୍ତ୍ରୀର ପରକୀୟା ପ୍ରୀତି ଥିବା କଥା ସେହି ଭିଡ଼ିଓରେ କହି ନିଜ ସ୍ତ୍ରୀର ବେକକୁ ପ୍ରଥମେ ଏକ ଧାରୁଆ ଛୁରୀରେ କାଟିଥିଲା। ଆଉ ପରେ ବିରିବଟା ପଥରରେ ଛେଚି ଛେଚି ତା ଜୀବନ ନେଇଯାଇଥିଲା। ଆଉ ସେଠୁ ଫେରାର ହୋଇଯାଇଥିଲା। କିନ୍ତୁ ଏ ଘଟଣା ସବୁଆଡ଼େ ପ୍ରଘଟ ହୋଇଯିବା ପରେ ପୋଲିସ ନରେନ୍ଦ୍ରକୁ ଖୋଜିବାକୁ ଲାଗିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ସ୍ତ୍ରୀ ମରିବାର କିଛି ଘଣ୍ଟା ପରେ ଏକ କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ନରେନ୍ଦ୍ରକୁ ଉଦ୍ଧାର କରାଗଲା। ପୋଲିସ ସେହି ଭିଡ଼ିଓରୁ ସ୍ପଷ୍ଟ ଜାଣିପାରିଥିଲା, ନିଜ ସ୍ତ୍ରୀକୁ ମାରିବା ପରେ ନରେନ୍ଦ୍ର ନିଜେ ମଧ୍ୟ ନିଜକୁ ଶେଷ କରିଦେଇଥିଲା। ମୋନିକା ସତରେ କ'ଣ ଆଉ କାହା ସହିତ ସମ୍ପର୍କ ରଖିଥିଲା? ନରେନ୍ଦ୍ରର କଥାକୁ ଯଦିଓ ସମ୍ପୂର୍ଣ୍ଣ ମିଛ ବୋଲି କହିପାରିବେନି, କାହିଁକିନା ଯଦି ନରେନ୍ଦ୍ର ସେମିତି କିଛି ନିଜ ସ୍ତ୍ରୀର ଦେଖିନଥିବ, ତେବେ ସେ କ'ଣ ଏମିତି ନୃଶଂସ କାମ କରିପାରିଥାନ୍ତା? ଆମେ କହୁନୁ ମୋନିକା ଏଠି ସମ୍ପୂର୍ଣ୍ଣ ଠିକ୍ ଥିଲା ବୋଲି। ହେଇପାରେ ମୋନିକାର ସେମିତି କିଛି ନରେନ୍ଦ୍ର ଦେଖିଥାଇପାରେ, ଯେଉଁଥିପାଇଁ ଏତେ ବଡ଼ ପଦକ୍ଷେପ ନେବାକୁ ସେ ଚିନ୍ତା କଲା। କିନ୍ତୁ ନରେନ୍ଦ୍ର ବି ଏମିତି କରିବାଟା କ'ଣ ଠିକ୍ ଥିଲା? ଯଦିଓ ନରେନ୍ଦ୍ର ତା ସ୍ତ୍ରୀର ସବୁ ଖୁସି ପାଇଁ ତାର ସବୁ ଆଶାକୁ ପୂରଣ କରିବାକୁ ଦାଦନ ଖଟିବାକୁ ଯାଉଥିଲା, ଆଉ ତା ସ୍ତ୍ରୀ ଯଦି ଏମିତି କରୁଥିଲା ଆଉ ତା ସ୍ୱାମୀ ନରେନ୍ଦ୍ରକୁ ଧୋକା ଦେଉଥିଲା, ତଥାପି ନରେନ୍ଦ୍ର ଯାହା କଲା ସେଇଟା ସମ୍ପୂର୍ଣ୍ଣ ଠିକ୍ ବୋଲି ଆମେ କେମିତି କହିବା? ହୁଏତ ୟାର କିଛି ସମାଧାନର ରାସ୍ତା ବାହାରି ପାରିଥାନ୍ତା। କିନ୍ତୁ ମୋନିକାର ଜୀବନ ନେଇ ନିଜ ଜୀବନକୁ ଶେଷ କରିଦେବା କେତେ ଦୂର ଠିକ୍ ଥିଲା? ଏସବୁ ପ୍ରଶ୍ନର ଉତ୍ତର ଆପଣ ବିଚାର କରି ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଆମକୁ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।